ଆଜିର ପ୍ରଥମ ଖବର। ଲଘୁଚାପ କ୍ଷେତ୍ର ପ୍ରଭାବରେ 25ରୁ 28 ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 24 ଘଣ୍ଟାରେ ଘନୀଭୂତ ହେବ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ 30ରୁ 40 କିମି ପବନ ବହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର। ସମ୍ବଲପୁରରେ ହେବ OUATର ଆଉ ଏକ କ୍ୟାମ୍ପସ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ। ସମ୍ବଲପୁରରେ OUATର ଆଉ ଏକ କ୍ୟାମ୍ପସ ଖୋଲିବ ବୋଲି OUATର 64ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହା ସହ ସେଠାକୁ ଖୁବ୍ ଶୀଘ୍ର ଏକ ଟିମ୍ ଭିଜିଟ୍ କରିବାକୁ ଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବ୍ରହ୍ମପୁର ଓ ମୟୂରଭଞ୍ଜରେ କୃଷି ମହାବିଦ୍ୟାଳୟ ଖୋଲିବ ଏବଂ ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। କୋରାପୁଟ ଅଡ଼ପୁର ଗାଁରେ ଅଜଣା ରୋଗ ଆତଙ୍କ। ସପ୍ତାହକ ଭିତରେ ଗଲାଣି 4 ଜଣଙ୍କର ଜୀବନ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଡ଼ପୁର ଗାଁରେ ଅଜଣା ରୋଗ ଦେଖିବାକୁ ମିଳିଛି ବେଳେ ଏଥିରେ ସପ୍ତାହକରେ 4 ଜଣଙ୍କର ଜୀବନ ଯାଇଥିବାର ଜଣାପଡ଼ିଛି। ସେହିପରି କୋରାପୁଟ ମେଡିକାଲରେ 7 ଜଣ ଚିକିତ୍ସିତ ହେଉଥିବା ବେଳେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ 4 ଜଣଙ୍କର ମୃତ୍ୟୁ ବେଳେ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ବେଳେ ରୋଗ କ'ଣ ତାହା ଜଣାପଡ଼ିନାହିଁ। ପରବର୍ତ୍ତୀ ଖବର। କାଞ୍ଜିପାଣି ଘାଟିରେ ଭୂସ୍ଖଳନ ଫଳରେ ରାସ୍ତାରେ ଅଟକି ରହିଥିଲା ଶହ ଶହ ଗାଡ଼ି। ଲଗାଣ ବର୍ଷା କାରଣରୁ କେନ୍ଦୁଝର କାଞ୍ଜିପାଣି ଘାଟିରେ ଭୂସ୍ଖଳନ ହୋଇଥିଲା ବେଳେ ପାହାଡ଼ରୁ ପଥର ଧସି ରାସ୍ତା ଅବରୋଧ ହୋଇଥିଲା। ଫଳରେ 49 ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପଥର ଖସିଥିବା ସ୍ଥାନର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଯାଇଥିଲା। ଫଳରେ କାଞ୍ଜିପାଣିରୁ କୁଆଁରଗାଁ ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଅନ୍ୟପଟେ ରାସ୍ତାରୁ ପଥର ହଟାଇବା ପାଇଁ ଉଦ୍ୟମ ହେଲା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପରବର୍ତ୍ତୀ ଖବର। ପୁରୀ ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ, ଡ୍ରାଇଭର ଗୁରୁତର। ପୁରୀସ୍ଥିତ ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରୁ ଏକ ବୋଲେରୋ ତଳକୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିଲା ବେଳେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ପାର୍କିଂ ସମୟରେ ଗୋଟିଏ ମହଲାରୁ ଗାଡ଼ିଟି ଖସି ପଡ଼ିଥିଲା ବେଳେ ଏହି ସମୟରେ ଗାଡ଼ିରେ କୌଣସି ଯାତ୍ରୀ ନଥିବା ଜଣାପଡ଼ିଛି। ଗୁରୁତର ଥିବା ଡ୍ରାଇଭରଙ୍କ ଘର ଡାମରା ଅଞ୍ଚଳରେ ହୋଇଥିବା ନେଇ ସୂଚନା ମିଳିଛି। ଡ୍ରାଇଭରମାନେ ପ୍ରଶ୍ନ କରିଛନ୍ତି ସେଫ୍ଟି ବେଲ୍ଟ ନଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି। ପରବର୍ତ୍ତୀ ଖବର। ଭାରତରେ ଅନେକ ସ୍ଥାନରେ ଡାଉନ୍ ହେଲା ଏୟାରଟେଲ୍, ଜିଓ ଓ ଭୋଡାଫୋନ୍ ଆଇଡିଆ ସେବା। ହଇରାଣ ହେଉଛନ୍ତି ଉପଭୋକ୍ତା। ରବିବାର ମଧ୍ୟାହ୍ନରୁ ହଜାର ହଜାର ଉପଭୋକ୍ତାଙ୍କ ପାଇଁ ଏୟାରଟେଲ୍, ଜିଓ ଓ ଭୋଡାଫୋନ୍ ଆଇଡିଆର ସେବା ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ଡାଉନ୍ ଡିଟେକ୍ଟର ତଥ୍ୟ ଅନୁଯାୟୀ ଜିଓ ଓ ଭୋଡାଫୋନ୍ ଆଇଡିଆର ଅଧିକାଂଶ ଉପଭୋକ୍ତା ମୋବାଇଲ ଇଣ୍ଟରନେଟ୍ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଏୟାରଟେଲ୍ ଉପଭୋକ୍ତାମାନେ ସିଗ୍ନାଲ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଜଣାପଡ଼ିଛି। ସୂଚନା ଥାଉକି ଅଗଷ୍ଟ 18ରେ ମଧ୍ୟ ସେବା ଡାଉନ୍ ହୋଇଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର। ଖୋଲିଲା ହୀରାକୁଦ ଡ୍ୟାମର ଆଉ 4ଟି ଗେଟ୍। 12ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ। ହୀରାକୁଦ ଡ୍ୟାମର ଆଉ 4ଟି ଗେଟ୍ ଖୋଲାଯାଇଥିବା ବେଳେ ମୋଟ 12ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲୁଥିବା ବେଳେ ହୀରାକୁଦ ଡ୍ୟାମକୁ ଅଧିକ ବନ୍ୟା ଜଳ ପ୍ରବେଶ କରୁଛି। ଫଳରେ ଡ୍ୟାମର ଜଳ ପତନ ବୃଦ୍ଧି ପାଉଥିଲା ବେଳେ ଏହାକୁ ଦୃଷ୍ଟିରେ ରଖି ଆଉ 4ଟି ଗେଟ୍ ଖୋଲାଯାଉଛି। ପରବର୍ତ୍ତୀ ଖବର। ଓଡ଼ିଶାରେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ, ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତାଙ୍କର ପ୍ଲାଣ୍ଟ ତିଆରି କରିବେ। ଟ୍ୱିନ୍ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ ହେବା ପରେ ମ୍ୟୁନିସିପାଲିଟି କର୍ପୋରେସନରେ ଏହାକୁ କରାଯିବ। ଖୁବ୍ ଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରାନ୍ୱିତ ଦିଗରେ କାର୍ଯ୍ୟ କରିବ ବୋଲି
ମନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ବନ୍ୟାରେ ପୁଣି ଉବୁଟୁବୁ ଉତ୍ତର ଓଡ଼ିଶା ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ। ପୁଣି ଉବୁଟୁବୁ ଉତ୍ତର ଓଡ଼ିଶା ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ବିପଦ ସଂକେତ ଉପରେ ଥିଲାବେଳେ 28 ତାରିଖ ଯାଏଁ ରହିଛି ଅତି ପ୍ରବଳ ବର୍ଷାର ସମ୍ଭାବନା। ତେଣୁ ଆଗକୁ ବର୍ଷା ଲାଗି ରହିଲେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ବନ୍ୟା ଆସିବାର ଆଶଙ୍କା ରହିଛି। ପୁଣି ବନ୍ୟା ବେଳେ ସୁବର୍ଣ୍ଣରେଖାରେ ଏହା ଷଷ୍ଠ ବନ୍ୟା ହେବ। ସେପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରୁ ବନ୍ଧ ଭାଙ୍ଗିଯିବା ଓ ମାଟି ଧସିବା ଆଦି ଘଟଣା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର ଆଜି ଦିଲ୍ଲୀରେ ବସି କଂଗ୍ରେସର ବଡ଼ ବୈଠକ ଯୋଗ ଦେବେ ପିସିସି ସଭାପତି ଓ ପ୍ରଭାରୀ। ଆଜି ଦିଲ୍ଲୀରେ କଂଗ୍ରେସର ଏକ ବଡ଼ ବୈଠକ ବସିବାକୁ ଥିଲାବେଳେ ଏଥିରେ ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସଂଗଠନର ସମ୍ପାଦକ କେସି ବେଣୁଗୋପାଳ ଉପସ୍ଥିତ ରହିବେ। ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ ଲୁଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ବୈଠକରେ ସାମିଲ ହେବେ। ସେହିପରି ସଂଗଠନ ସୃଜନର 35 ଜଣ ସଦସ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଋଣ ପାଇଁ ସିବିଲ ସ୍କୋରର କୌଣସି ଲିମିଟ୍ ନାହିଁ। ପ୍ରଥମ ଥର ଋଣ ନେଉଥିବା ଲୋକଙ୍କୁ ମନା କରିବନି ବ୍ୟାଙ୍କ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଋଣ ପାଇଁ ଋଣ ଗ୍ରହୀତାଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବାକୁ କୌଣସି ସର୍ବନିମ୍ନ ସିବିଲ ସ୍କୋର ନିର୍ଦ୍ଧାରିତ ନାହିଁ। ସେ କହିଛନ୍ତି ଯେ ବ୍ୟାଙ୍କ ନିଜସ୍ୱ ପଲିସି ଅନୁସାରେ ଋଣ ଦିଅନ୍ତି, ଯେଉଁଥିରେ ସିବିଲ ସ୍କୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାସହ କ୍ରେଡିଟ୍ ହିଷ୍ଟ୍ରି ନଥିବା କାରଣରୁ ପ୍ରଥମ ଥର ଋଣ ନେଉଥିବା ଲୋକଙ୍କ ଆବେଦନକୁ ବ୍ୟାଙ୍କ ଅସ୍ୱୀକାର କରିପାରିବ ନାହିଁ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପରବର୍ତ୍ତୀ ଖବର ଆଜିଠାରୁ ଆମେରିକାକୁ ସମସ୍ତ ଡାକ ସେବା ଅସ୍ଥାୟୀ ଭାବେ ବନ୍ଦ କଲା ଭାରତ। ଡାକ ବିଭାଗ ଘୋଷଣା କରିଛି ଯେ ଆମେରିକା ପାଇଁ $100 ପର୍ଯ୍ୟନ୍ତ ମୂଲ୍ୟର ପତ୍ର ବା ଦଲିଲ ଏବଂ ଉପହାର ବ୍ୟତୀତ ସମସ୍ତ ଡାକ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଏହି ଘୋଷଣା ଆମେରିକା ସରକାରଙ୍କ ଏକ ଆଦେଶ ପରେ ହୋଇଛି, ଯେଉଁଥିରେ $800 ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ଉଠାଇ ଦିଆଯାଇଛି, ଯାହା 29 ଅଗଷ୍ଟରୁ ଲାଗୁ ହେବ। ତେବେ ବିଭାଗ ପକ୍ଷରୁ ଉଭୟ ଦେଶ ମଧ୍ୟରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିବାକୁ କୁହାଯାଇଛି। ପରବର୍ତ୍ତୀ ଖବର ୟୁକ୍ରେନ ନିଜ ସ୍ୱାଧୀନତା ଦିବସରେ ରୁଷର ପରମାଣୁ ଘାଟି ଉପରେ କଲା ଆକ୍ରମଣ, ଲାଗିଲା ଭୟଙ୍କର ନିଆଁ। ରବିବାର ଦିନ ରୁଷର ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନ ରୁଷର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ ଡ୍ରୋନ୍ ଆକ୍ରମଣ କରିଛି, ଯାହା ଫଳରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ୟୁକ୍ରେନ ସୋଭିଏତ ସଂଘଠାରୁ ସ୍ୱାଧୀନ ହେବାର 34 ବର୍ଷ ପାଳନ କରୁଥିବା ଦିନ ହିଁ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ସେହିପରି ରୁଷର ଉଷ୍ଟ-ଲୁଗା ଗ୍ୟାସ୍ ପ୍ଲାଣ୍ଟକୁ ମଧ୍ୟ ୟୁକ୍ରେନ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରିଥିବା ସୂଚନା ମିଳିଛି।